रविवार संध्यारे पौरसदन ठारे संघर शतवार्षिक उत्सव पालन अवसर में एक धर्मसभार आयोजन करा जायतिला। विशेष अतिथि भाव जोग देथिले ओडिशा साहित्य एकाडेमी सदस्य तथा ओडिया साहित्यर विशिष्ट लेखक डॉक्टर गौरहरि दास। मंचासीन अतिथिगण प्रदीप प्रज्वलन कर शुभारंभ करथिले। संघर पुरी शाखा द्वारा आयोजित अखिल ओडिशा कुस्ती प्रतियोगिता विजेता प्रतियोगी मानकु पुरस्कार प्रदान करा जायतिला। ଏହି ଅବସରରେ ସଂଘ ଦ୍ୱାରା ପ୍ରକାଶିତ ଆଧ୍ୟାତ୍ମିକ ଚେତନାଧର୍ମୀ ପୁସ୍ତକ 7 ବର୍ଷରେ ଭାରତ ସେବାଶ୍ରମ ସଂଘର ପୁରୀ ତୀର୍ଥାଶ୍ରମ ଉନ୍ମୋଚନ ଏବଂ ଲୋକାର୍ପଣ କରାଯାଇଥିଲା। ମଞ୍ଚାସୀନ ଥିଲେ ଭାରତ ସେବାଶ୍ରମ ସଂଘର ସଭାପତି ପରମ ପୂଜ୍ୟ ଶ୍ରୀମତ୍ ସ୍ୱାମୀ ମାଧବାନନ୍ଦଜୀ ମହାରାଜ। ସଂଘର ପୁରୀ ଶାଖାର ଜଣେ ପୂର୍ଣ୍ଣ ରୂପକାର ଥିଲେ ସେ। ତାଙ୍କର କାର୍ଯ୍ୟକାଳ ସମୟରେ ସେ ପୁରୀ ଶାଖା ଦ୍ୱାରା ପରିଚାଳିତ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ତଥା ସୂତ୍ର ନିର୍ବାସର ନିର୍ମାଣକାରୀ ଥିଲେ। ନିଃଶୁଳ୍କ ଦାତବ୍ୟ ଚିକିତ୍ସାଳୟ, ଯାତ୍ରୀ ନିବାସ, ପାଠାଗାର ଏପରି ଅନେକ ସେବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପ ଦେଇଥିଲେ ଏବଂ ଭୁବନେଶ୍ୱରରେ ସଂଘର ଅନ୍ୟ ଏକ ଶାଖା ସ୍ଥାପନ କରିଥିଲେ। ଏଥିରେ ଭାରତ ସେବାଶ୍ରମ ସଂଘର ସାଧାରଣ ସମ୍ପାଦକ ସ୍ୱାମୀ ବିଶ୍ୱାତ୍ମାନନ୍ଦଜୀ ମହାରାଜ ଆଶୀର୍ବଚନ ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥିମାନେ ସେମାନଙ୍କର ବକ୍ତବ୍ୟରେ ଭାରତର ବିକାଶ, ସମାଜ ନିର୍ମାଣ କ୍ଷେତ୍ରରେ ଭାରତର ସେବାଶ୍ରମ ସଂଘର ଭୂମିକା ଏବଂ କାର୍ଯ୍ୟପନ୍ଥା ଉପରେ ବିଶେଷ ଆଲୋକପାତ କରିଥିଲେ। ମଞ୍ଚରେ ଭାରତ ସେବାଶ୍ରମ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀମତ୍ ସ୍ୱାମୀ अमरेश्वरानंदजी महाराज उपस्थित रही सभा परिचालना करथिले एवं धन्यवाद ज्ञापन करथिले। संघर अंतिम पर्याय रे लोकप्रिय शास्त्रीय ओडिसी नृत्य प्रदर्शन करा जायथिला। महान संस्थापक 100 साल पहले जो चिंतन किए हैं, मिट्टी पर डाले हैं, आज में बहुत सा बड़ा पेड़ होकर के स्वामी जी को हॉल में भारत सेवाश्रम संघ के शताब्दी समारोह के कार्यक्रम आज हमारे बीच में है।